ମନୋବିଜ୍ଞାନ ଅନୁଯାୟୀ ଯେଉଁ ସ୍ତ୍ରୀଙ୍କୁ ତାଙ୍କ ସ୍ୱାମୀ ବିଛଣା ଉପରେ ସନ୍ତୁଷ୍ଟ କରିପାରି ନଥାଏ, ତେବେ ସେହି ସ୍ତ୍ରୀ ନିଜ ଗୁପ୍ତାଙ୍ଗର ଗରମକୁ ଶାନ୍ତ କରିବା ପାଇଁ ଅନ୍ୟ କେଉଁ ପୁରୁଷ ସହିତ ଶାରୀରିକ ସମ୍ପର୍କ ବନାଇ ନେଇଥାନ୍ତି। ମନୋବିଜ୍ଞାନ ଅନୁଯାୟୀ ନୂଆ ଓ କୁଆଁରୀ ଝିଅମାନଙ୍କ ତୁଳନାରେ ବିବାହିତା ମହିଳାମାନଙ୍କର ଶାରୀରିକ ସମ୍ପର୍କ ବନାଇବାର ଇଚ୍ଛା ସବୁଠାରୁ ଅଧିକ ହୋଇଥାଏ। ମନୋବିଜ୍ଞାନ ଅନୁଯାୟୀ ଯେକୌଣସି ଭାଉଜମାନଙ୍କ ନଜରରେ ସେକ୍ସ ମାଷ୍ଟର ବନିବା ପାଇଁ ହେଲେ ସେକ୍ସ କରିବା ସମୟରେ ଏହି ତିନୋଟି କାମ ଆମକୁ ନିଶ୍ଚୟ କରିବାକୁ ପଡ଼ିବ। ତାହା ହେଉଛି ସର୍ବପ୍ରଥମେ କମ୍ ସେ କମ୍ ଅଧଘଣ୍ଟାଏ ପର୍ଯ୍ୟନ୍ତ ସବୁ ଅଙ୍ଗ ସହିତ ରୋମାନ୍ସ କରିବାକୁ ହେବ। ଦ୍ୱିତୀୟରେ ତାଙ୍କର ବିଆକୁ ଜିଭ ଲଗାଇ ଭଲ ଭାବରେ ଚାଟିବାକୁ ପଡ଼ିବ। ତୃତୀୟରେ 5ରୁ 6ଟି ପୋଜିସନରେ ଧୀରେ ଧୀରେ ରହି ଘେହିବେ ଆଉ ଦେଖିବେ ସେହି ମହିଳା କେମିତି ଆପଣଙ୍କର ଦିୱାନୀ ହୋଇଯିବେ। ମନୋବିଜ୍ଞାନ ଅନୁଯାୟୀ ଯେଉଁ ପୁରୁଷ ଶାରୀରିକ ସମ୍ପର୍କ ବନାଇବା ସମୟରେ ସ୍ତ୍ରୀଙ୍କ ପୂର୍ବରୁ ବାଣ୍ଡରୁ ପାଣି ବାହାରି ଯାଇଥାଏ, ତେବେ ସେମାନେ ସ୍ତ୍ରୀଙ୍କ ନଜରରେ ତଳକୁ ଖସି ଯାଇଥାନ୍ତି। କିନ୍ତୁ ସଚ୍ଚା ପ୍ରେମ କରୁଥିବା ସ୍ତ୍ରୀ ଏହିସବୁକୁ ଧ୍ୟାନ ଦେଇନଥାନ୍ତି ଓ ତାଙ୍କୁ ସମ୍ମାନ ଭରା ନଜରରେ ଦେଖିଥାନ୍ତି। ମନୋବିଜ୍ଞାନ ଅନୁଯାୟୀ ଉତ୍ତେଜିତ ନଥିବା ଅବସ୍ଥାରେ ମହିଳାଙ୍କ ଗୁପ୍ତାଙ୍ଗର ଗଭୀରତା 3ରୁ 4 ଇଞ୍ଚ ହୋଇଥାଏ ଓ ଏହା ଉତ୍ତେଜିତ ହୋଇଯିବା ପରେ ଏହାର ଗଭୀରତା 5ରୁ 7 ଇଞ୍ଚ ହୋଇଯାଇଥାଏ। ମନୋବିଜ୍ଞାନ ଅନୁଯାୟୀ ଯଦି କୌଣସି ପୁରୁଷ ଶାରୀରିକ ସମ୍ପର୍କ ବନାଇବା ପୂର୍ବରୁ 1 ଗ୍ଲାସ ଉଷୁମ କ୍ଷୀରରେ କେଶର ମିଶାଇ ପିଅନ୍ତି, ତେବେ ତାଙ୍କର କରିବାର ସମୟ ବଢ଼ିବା ସହିତ ପାଣି ବି ବହୁତ ଡେରିରେ ବାହାରିଥାଏ। सभी दोस्तों को मेरा नमस्कार। मुझे उम्मीद है कि आपको मेरा वीडियो बहुत पसंद आएगा। अगर पसंद आए तो कृपया गिफ्ट या थैंक्स के माध्यम से कुछ भेजें। मेरा आपसे एक अनुरोध है, 93% लोग वीडियो देख रहे हैं लेकिन सब्सक्राइब नहीं कर रहे हैं। कृपया सब्सक्राइब करें और वीडियो को लाइक करें। मैं आपका हमेशा आभारी रहूंगा। ମନୋବିଜ୍ଞାନ ଅନୁଯାୟୀ ଯଦି କୌଣସି ସ୍ତ୍ରୀକୁ ଦେଖିବା କ୍ଷଣି ଆପଣଙ୍କ ପାଣି ବାହାରି ଯାଉଛି, ତେବେ ଏହାର ମାନେ ହେଉଛି କି ଆପଣ ଲମ୍ବା ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ବନାଇ ନାହାନ୍ତି। ମନୋବିଜ୍ଞାନ ଅନୁଯାୟୀ ଯିଏ ଆପଣଙ୍କର ଅଟନ୍ତି, ଆପଣ ବି ତାଙ୍କର ହେଇ ରୁହନ୍ତୁ। ଭଲ ଖୋଜିବା ବାଲା ମୁଖ୍ୟତଃ ଦୁଃଖୀ ହୋଇ ରହି ଯାଇଥାନ୍ତି। ମନୋବିଜ୍ଞାନ ଅନୁଯାୟୀ ରକ୍ତର ସମ୍ପର୍କ ହିଁ ନିଜର ହେବ ଏହା ଜରୁରୀ ହୋଇନଥାଏ। ହୃଦୟର ସମ୍ପର୍କ ବି ଅଧିକ ଖାସ୍ ବନି ଯାଇଥାଏ।